ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢିଆ ଅଛି। ତ ଆଜି ହଉଛି ରବିବାର, ଆଉ ଶୁକ୍ର ଶନି ରବି ପାଖାପାଖି 3 ଦିନର ଭିଡିଓ ଆସିନି। ଆପଣମାନେ ଜାଣିଥିବେ ତ, ମୁଁ ପାଖାପାଖି ଛୁଟିରେ ଥିଲି ମାସେରୁ 1.5 ମାସ ଭଳିଆ। ତାପରେ ଆସିଲି ଡ୍ୟୁଟି କରିବା ପାଇଁ। ଡ୍ୟୁଟି କରିବା ପରେ ଯୋଉଦିନ ମୁଁ ଆସିଲି, ଗୋଟେ ଖୁସି ଲାଗିଲା ଆଜ୍ଞା। ଈଶ୍ୱରଙ୍କ ଆଶୀର୍ବାଦରୁ ଲୋଡ ଟା ଆମର ବଢି ଯାଇଛି, ଆଉ ଏବେ ପାର୍ସଲ ଟିକେ ଅଧିକା ଅଧିକା ଆସୁଛି। ମାକ୍ସିମମ୍ ଦିନକୁ 50-60ଟା ପାର୍ସଲ ଦିଆହଉଛି। ତ ପରଦିନ ଶୁକ୍ରବାର ହେଇଥିଲା, ଶୁକ୍ରବାର ନ ଦେଇଥିଲି 70ଟା ପାର୍ସଲ, କାଲି ଦେଇଥିଲି 60ଟା ପାର୍ସଲ, ଆଉ ଆଜି ମୁଁ 60ଟା ନେଇକି ଆସିଛି। ପାଖାପାଖି ଏବେ 30ଟା ଖଣ୍ଡେ ପାର୍ସଲ ଗଲାଣି, ଆଉ କିଛି ଅଛି। ତ ଗୋଟେ କଥା ଜାଣିଥିବେ ଏଇଠି କି ଆଜ୍ଞା, ମଣିଷର ପାଖରେ ଯଦି ଟଙ୍କାଟା ନଥିବ ନା, ତାକୁ ସବୁ କିଛି ଅନ୍ଧକାର ଦେଖାଯିବ। ଆଉ ସମସ୍ତେ ତାକୁ କହିବେ କି ପଇସା ନାହିଁ, ବେରୋଜଗାରିଆ। କିନ୍ତୁ ଗୋଟେ ପିଲାଟା କୋଉ ପରିସ୍ଥିତିରେ ପଇସା କମଉଛି, କେତେ କଷ୍ଟ କରି କମଉଛି, କେତେ ଖରାରେ କମଉଛି। ଆଉ ଗୋଟେ ବଢିଆ କଥା, ଆମର ଏବେ ଖରା ଦିନ ଆସିଗଲା, ଆଉ କିଛି ଦିନ ପରେ ବର୍ଷା ଦିନ ଆସିଯିବ। ସବୁ ଯେମିତି ଦେଖନ୍ତି ଆପଣ ମାନେ, 4ଟା ବେଳିଆ ବର୍ଷା ଆସେ, ତ ବର୍ଷା ଆସିଯିବ। ସବୁଠାରୁ ଡେଲିଭରି ବୟ ମାନଙ୍କର ହଇରାଣ ହୁଅନ୍ତି, କଷ୍ଟ ପାଆନ୍ତି ବେଶୀ ହଉଛି ବର୍ଷା ଦିନରେ। କାହିଁକି ନା ନିଜେ ସେଫ୍ଟି ରହିବା ପାଇଁ ପଡିବ, ମୋବାଇଲ ସେଫ୍ଟି ରଖିବ, ସବୁ କିଛି ସେଫ୍ଟି ରଖିବା ପାଇଁ ପଡିବ, ପାର୍ସଲ ସେଫ୍ଟି ରଖିବା ପାଇଁ ପଡିବ। ଏମିତି କୌଣସି ଜିନିଷ ନାହିଁ ଛାଡିକି କାହାକୁ କାମ କରିହବ। ଆଉ ବର୍ଷା ଦିନଟା ସବୁଠୁ ଅଧିକା ସେଫ୍ଟି ରହିବା ପାଇଁ ପଡିବ। ତ ଏମିତି କିଛି କଥା। ଏପଟେ ଯାଉଥିଲି ତ ମନେ ପଡିଗଲା, ମୁଁ କହିଲି ଭିଡିଓଟା ହେଇନି 3 ଦିନ ହେଲାଣି, ଗୋଟେ ଭିଡିଓ ପୋଷ୍ଟ କରିଦବା। ଆଉ ବହୁତ ଭାଇ ମାନେ ମତେ କହୁଛନ୍ତି, ଭାଇ କିଛି ୟୁନିକ୍ କଣ୍ଟେଣ୍ଟ ଆଣ, କିଛି ୟୁନିକ୍ ଚେଞ୍ଜ କର। ତ ତା ଦେହରେ ମଧ୍ୟ ବି ଚେଷ୍ଟା ଚାଲିଛି, ୟୁନିକ୍ କଣ୍ଟେଣ୍ଟ କିଛି ଆଣିବା ଚେଷ୍ଟା କରିବା ଚାଲିଛି ତା ଦେହରେ। ତ ନିହାତି ଭାବରେ ଆସିବ, ଆପଣ ମାନେ ଯୋଡିକି ଥାଆନ୍ତୁ। ଆପଣ ମାନେ ତ ଭଲ ପାଇବା ଦଉଛନ୍ତି, ଏତିକି ଆପଣ ମାନଙ୍କ ପାଖରେ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ, ଯାହା ଆପଣ ମାନେ ଭଲ ପାଉଛନ୍ତି। ଆଉ ପାଖାପାଖି 2 ବର୍ଷ ଭିତରେ, 1.5 ବର୍ଷ 2 ବର୍ଷ ହେଇଗଲା ବ୍ଲଗିଂ କରିବା। ତା ଭିତରେ ମଧ୍ୟ ମାନେ ଆପଣ ମାନଙ୍କର ଭଲ ପାଇବା ବଢିଛି। ଆଉ ଗୋଟେ ଭଲ ଜିନିଷ କି, ଆରମ୍ଭରୁ ଆପଣ ମାନେ ଦେଖି ଆସିଛନ୍ତି କୋଉ ସିଚୁଏସନ ରେ ଭିଡିଓ ହେଇ ଆସୁଥିଲା, ଆଜି କୋଉ ସିଚୁଏସନ ରେ ପହଞ୍ଚିଛି। ତ ଏତିକି ଆପଣ ମାନେ ଲାଗିକି ରହିଛନ୍ତି ମୋ ସାଙ୍ଗରେ, ଭଲ ପାଉଛନ୍ତି ମତେ, ସେତିକି ଆଜ୍ଞା ମୋ ପାଇଁ ସବୁଠୁ ବହୁତ ବଡ କଥା। ତ ରହୁଛି, ପୁଣି ଦେଖା ହବା ଆଉ ଗୋଟେ ନୂଆ ଭିଡିଓରେ।